ଗୋଟିଏ ଗାଁରେ କିଷାନ ଓ ରାଧା ନାମକ ଗରିବ ପରିବାରଟିଏ ଥିଲା। ତାଙ୍କ ପାଖରେ 1 ଏକର ଜମି ଥିଲା। ସେଥିରେ ସେ ପରିବା ଚାଷ କରି ବଞ୍ଚୁଥିଲେ। ସେହି ପଇସାରେ ସେ ନିଜ ପୁଅ ଚନ୍ଦନକୁ ପାଳୁଥିଲେ। ଗୋଟିଏ ଦିନ କିଷାନ ମାର୍କେଟରେ ପରିବା ବିକ୍ରି କରୁଥିଲା। ଏତିକିରେ ଗୋଟିଏ ବାମନ ଗୋଟିଏ ଅଣ୍ଡାକୁ ନିଜ ମୁଣ୍ଡ ଉପରେ ରଖି କିଷାନ ପାଖକୁ ଆସିଲା। ଏହା କିଷାନ ଦେଖି ବହୁତ ଆଶ୍ଚର୍ଯ୍ୟରେ ପଡ଼ିଗଲା। ଆରେ ବିଶାଳ ମଣିଷ, ଏ ଅଣ୍ଡାକୁ ମୁଁ ମୋ ରାଜ୍ୟରୁ ବଡ଼ ପରିଶ୍ରମରେ ଆଣିକି ଆସିଛି। ଏହାକୁ ମୁଁ ତୁମକୁ ଦେଇଦେବି। ଆଉ କ'ଣ ଏ ପରିବା ତୁମେ ମୋତେ ଦେବ କି? ଆମ ରାଜ୍ୟରେ ଅଣ୍ଡା ତ ଫଳୁଛି, ହେଲେ ପରିବା ନୁହଁ। ସବୁବେଳେ ସେ ଅଣ୍ଡା ଖାଇ ଖାଇ ମଣିଷ ବୋର୍ ହେଇଗଲାଣି। ଯଦି ତୁମେ ପରିବା ଦେବ ତେବେ ଆମେ ବଡ଼ ଉତ୍ସବ ମନେଇବୁ। ଆରେ ଆରେ ଛୋଟ ବାମନ ମଣିଷ, ତୁ ପାଗଳ ହେଇଗଲୁଣି କି? ତମ ରାଜ୍ୟରେ ଅଣ୍ଡା କେମିତି ଫଳିବ ରେ? ଅଣ୍ଡା କୁକୁଡ଼ା ପକ୍ଷୀ ଏସବୁ ଦିଅନ୍ତି। ଏହା ମାଟିରେ କେମିତି ଫଳିବ? ମୁଁ ଯାହା କହୁଛି ସେ ସତ ଅଟେ। ଆମ ରାଜ୍ୟରେ ଅଣ୍ଡା ଗଛରେ ଫଳୁଛି। ଇଏ ଅସଲି ବାଲା କୁକୁଡ଼ାର ଅଣ୍ଡା ନୁହେଁ, ଇଏ ଅଣ୍ଡାର ମଞ୍ଜି ଅଟେ। ଯଦି ୟାକୁ ତମେ ଜମିରେ ଲଗେଇବ ତେବେ ବହୁତ ସାରା ଅଣ୍ଡା ଗଛ ହେବ। ୱାଃ 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 ୱାଃ, ଠିକ୍ ଅଛି ଠିକ୍ ଅଛି। ତୁମ ସାଙ୍ଗରେ ଯୁକ୍ତି କରିବା ବେକାର। ଏଠିକି ଆସ, ଏ ପରିବା ନେଇକି ଯାଅ। ତୁମେ ବାମନ ଲୋକ, ଆମର ନାମ ନେଇକି ଉତ୍ସବ ମନେଇଯାଅ, ଯାଅ ଯାଅ। ପରେ ସେ ବାମନ ପରିବା ଝୁଡ଼ି ମୁଣ୍ଡରେ ରଖି ତା ରାଜ୍ୟକୁ ଫେରିଗଲା। ସେ ବାମନ ଆଣିକି ଆସିଥିବା ଅଣ୍ଡା ସେହିଠାରେ ଛାଡ଼ିଗଲା। ପରେ କିଷାନ ସେ ଅଣ୍ଡାକୁ ଘରକୁ ଆଣିକି ଆସିଲା। ପରେ ଚନ୍ଦନ, ଆରେ ବାପା, ମୋତେ ବହୁତ ଭୋକ ଲାଗିଲାଣି, ତୁରନ୍ତ ଆମଲେଟ୍ ବନେଇବି। ଚନ୍ଦନ ପୁଣି କଡ଼େଇରେ ସେ ଅଣ୍ଡାକୁ ଫୁଟେଇବାକୁ ବହୁତ ଚେଷ୍ଟା କଲା, ହେଲେ ସେ ଅଣ୍ଡା ଜମାରୁ ହିଁ ଫାଟୁନଥିଲା। ମା, ବାପା, ଏ ଅଣ୍ଡା ଫାଟୁନାହିଁ, ଇଏ କ'ଣ? ପରେ କିଷାନ ସେ ଅଣ୍ଡାକୁ ହାତୁଡ଼ିରେ ବି ମାରିବାକୁ ଲାଗିଲା। ପୁଣି ସେ ଦେଖିଲା କି ସେ ଅଣ୍ଡା ଫାଟିବାର ନାଁ ହିଁ ନେଉନି। ରାଧା ଓ ଚନ୍ଦନ ଏହା ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। ଏତିକି ବେଳେ କିଷାନ ମନରେ ସେ ବାମନର କଥା ଆସିଗଲା। ଯଦି ସିଏ ଯାହା କହୁଥିଲା ସେ ସତ ଅଟେ, ତେବେ ଇଏ କୁକୁଡ଼ା ଅଣ୍ଡାର ମଞ୍ଜି ହେବ। ଚାଲ ଆକୁ ଜମିରେ ନେଇ ଲଗାଇବା, ଦେଖିବା କି ଏଥିରେ ଗଛ ହେଉଛି ନା ନାହିଁ। ପୁଣି ସମସ୍ତେ ଜମି ପାଖକୁ ଗଲେ। କିଷାନ ସେ ଅଣ୍ଡାକୁ ଜମିରେ ପୋତିଲା। ତୁରନ୍ତ ସେଠାରେ ଗୋଟିଏ ଗଛ ହେଲା। ସେ ଗଛରେ 7ରୁ 8ଟି ଅଣ୍ଡା ଫଳିଥିଲା। ଚନ୍ଦନ ସେ ଅଣ୍ଡାକୁ ଦେଖିକି କହିଲା, ବାପା, ଏଥିରେ ଗୋଟିଏ ଅଣ୍ଡାକୁ ଛାଡ଼ି ବାକି ଅଣ୍ଡା ଫାଟିବାକୁ ଯାଉଛି। କିଷାନ, ଆଚ୍ଛା, ସେ ଭାଙ୍ଗୁ ନଥିବା ଅଣ୍ଡା ହିଁ ମଞ୍ଜି ହୋଇଥିବ। ଏଥର ଆମେ ପରିବା ଚାଷ ବନ୍ଦ କରିବା, ଅଣ୍ଡା ଚାଷ ଆରମ୍ଭ କରିଦେବା। ଏବେ ସମସ୍ତେ ଖୁସି ହୋଇଗଲେ। ଏହିପରି ସେ ପୁରା ଜମିରେ କୁକୁଡ଼ା ଅଣ୍ଡାର ମଞ୍ଜିକୁ ପୋତିବାକୁ ଲାଗିଲେ। ତୁରନ୍ତ ସେଠାରେ ଅଣ୍ଡାର ଗଛ ହେବାକୁ ଲାଗିଲା। ସେମାନେ ସେ ଅଣ୍ଡାକୁ ତୋଳୁଥିଲେ। କିଷାନ ତାକୁ ଟ୍ରଲିରେ ନେଇ ମାର୍କେଟରେ ବିକ୍ରି କରୁଥିଲା। ଏପରି ସବୁବେଳେ କିଷାନ ମାର୍କେଟରେ ଅଣ୍ଡା ବିକ୍ରି କରିବାକୁ ଲାଗିଲା। ଏହା ଦେଖି ଅଣ୍ଡାର ହୋଲସେଲ୍ ବେପାରୀ କାନ୍ତାଲାଲକୁ କିଛି ବୁଝା ପଡ଼ିଲାନି। ଗୋଟିଏ ଦିନ ସେ କିଷାନ ପିଛା କରିକି ସେଠାରେ ଅଣ୍ଡା ଚାଷ କରୁଥିବାର ଦେଖିଲା ଓ ଆଶ୍ଚର୍ଯ୍ୟ ହେଲା। ବାପରେ ବାପ, ତାଙ୍କ ଜମିରେ ତ ଅଣ୍ଡା ଫଳୁଛି। ଏମିତି ଯଦି ଚାଲିବ ତେବେ ଜଲ୍ଦି ମୋ ବେପାର ବଢ଼ିଯିବ, ଏପରି ଭାବିଲା। ସେଦିନ କାନ୍ତାଲାଲ ରାତିରେ ଜମିଦାର ପାଖକୁ ଗଲା। ତା ଘରର କୁକୁଡ଼ାକୁ ଚୋରେଇ ନେଲା। ପରଦିନ କାନ୍ତାଲାଲ ଜମିଦାରକୁ ଭେଟିଲା। ଆରେ ଜମିଦାର ସାହେବ, ସେ କିଷାନ ନାହିଁ ଖାଲି ଗାଁର ଅଣ୍ଡା ବଳିକି ଆପଣଙ୍କ ଘରୁ ମଧ୍ୟ କୁକୁଡ଼ା ଚୋରି କରି ତାର ଅଣ୍ଡାକୁ ବି ବିକ୍ରି କରୁଛି। ଜମିଦାର କିଷାନକୁ ଡକେଇକି କହିଲେ, କ'ଣ ଭାଇ କିଷାନ, ଏ ଯାହା କହୁଛି କ'ଣ ଏ ସତ କଥା? ତମେ କୁକୁଡ଼ା ଚୋରେଇକି ଅଣ୍ଡା ବେପାର କରୁଛ କି? କିଷାନ ପରେ ତା ଅଣ୍ଡା ଚାଷ ବିଷୟରେ ସବୁ କଥା ଜଣେଇଲା। ଏହା ଜମିଦାର ଶୁଣିବା ପରେ, କ'ଣ ଅଣ୍ଡା ତୋ ଜମିରେ ଫଳୁଛି? ଏ କଥାରୁ ସ୍ପଷ୍ଟ ଜଣାପଡ଼ିଲା କି ତୁ ହିଁ ଚୋର। ରହ, ମୁଁ ଏବେ ପୋଲିସ ଡାକୁଛି। ରହ, ଏବେ ତୋ କଥା ବୁଝୁଛି। ଏହା ଶୁଣି କାନ୍ତାଲାଲ ଖୁସି ହୋଇଗଲା। ଦେଖ ଦେଖ, କେତେ ମିଛ କାହାଣୀ ଶୁଣାଉଛି, ୟାକୁ ଜଲ୍ଦି ଆରେଷ୍ଟ କରନ୍ତୁ। ପରେ କିଷାନ ପକେଟରୁ ଗୋଟିଏ ଅଣ୍ଡାକୁ କାଢ଼ି ସେଠାରେ ମାଟିରେ ପୋତିଦେଲା। ସେଠାରେ ତୁରନ୍ତ ଗୋଟିଏ ଗଛ ବଢ଼ିଗଲା। ସେଥିରେ ଅଣ୍ଡା ଲାଗିଥିଲା।
ଏହା ଦେଖି ଜମିଦାର ଖୁସି ହେଲା ଓ କହିଲା, କିଶନ, ତମେ ଯାହା କହୁଥିଲ ତାହା ସତ। ଆଜିଠାରୁ ପୁରା ଗ୍ରାମରେ ତୁମେ ହିଁ ଅଣ୍ଡା ସପ୍ଲାଏ କର। ଏହା ତ ଅର୍ଗାନିକ୍ ଅଣ୍ଡା। ଏଥର କାନ୍ତାଲାଲ, ତୁମର କେମିକାଲ ଅଣ୍ଡା ଚାଲିବନି। ଆଜିଠାରୁ ତୁମ ଅଣ୍ଡାକୁ ଏ ଗ୍ରାମବାସୀ ତ୍ୟାଗ କଲେ। ଆରେ ଆରେ ଆରେ, ବେକାର ଜିନିଷରେ ମୁଣ୍ଡ ପୂରେଇକି ଯାହା ହାତରେ ଥିଲା ତାହା ବି ଚାଲିଗଲା। ଜମିଦାର କ୍ଷମା କର। ଏହା କହି କାନ୍ଦିବାକୁ ଲାଗିଲା। ଏପରି କିଶନର ପରିବାର କୁକୁଡ଼ାର ଅଣ୍ଡା ବିକି ଖୁସିରେ ବଞ୍ଚିବାକୁ ଲାଗିଲେ। ତେବେ ପିଲେମାନେ, ଗପଟି କେମିତି ଲାଗିଲା? ଯଦି ଭଲ ଲାଗିଲା ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଭୁଲିବେନି।